ସ୍ୱାଧୀନତା ଶବ୍ଦଟିଏ ନୁହେଁ ତ ଖାଲି, ସ୍ୱାଧୀନତା ଏକ ଅନୁଭବ, ସ୍ୱାଧୀନତା ମଧୁମୟ ଜୀବନର ସ୍ୱାଦ, ସ୍ୱାଧୀନତା ସ୍ୱପ୍ନର ବିଭବ, ସ୍ୱାଧୀନତା ଇରମର ରକ୍ତ ଭିଜା ମାଟି, ସ୍ୱାଧୀନତା ଚଟ୍ଟଗ୍ରାମ ଅସ୍ତ୍ରାଗାର ଲୁଟି। ବାସ୍ତବିକ ବହୁ ପ୍ରତୀକ୍ଷିତ ସ୍ୱାଧୀନତା ଆସିଲା। ବିଦେଶୀ ହଟିଲେ। ଗାନ୍ଧୀ ଟୋପି ଏବଂ ଖଦଡ଼ ପିନ୍ଧି ସେଦିନ ଦେଶକୁ ସ୍ୱାଧୀନତା ଆଣି ଦେଇଥିବା ଏହି ମହାମନୀଷୀଗଣ, ଏ ଦେଶର ମହାମନୀଷୀଗଣ ଧୀରେ ଧୀରେ କ୍ଷମତାର ସ୍ୱାଦ ଚାଖିବା ପାଇଁ ଏମାନେ ଗାନ୍ଧୀ ଟୋପିକୁ ଫିଙ୍ଗି ଦେଇ କ୍ଷମତାର କୁର୍ସିରେ ବସିଲେ। ଆଉ ନୂଆ ଜାତୀୟ ପତାକା ଆକାଶରେ ଫର ଫର ହୋଇ ଉଡ଼ିଲା। ସେଦିନ ସ୍ୱାଧୀନତାର ଅର୍ଥ କ'ଣ ନ ବୁଝି ଚାରଣ କବି ବାଞ୍ଛାନିଧି ମହାନ୍ତିଙ୍କର ସ୍ୱରରେ ସ୍ୱର ଦେଇ ଆମେ ଗୀତ ଗାଇ ବୁଲିଲୁ, ସ୍ୱାଧୀନ ଭାରତ ସ୍ୱାଧୀନ ଭାରତ ସ୍ୱାଧୀନ ସ୍ୱାଧୀନ ସ୍ୱାଧୀନରେ। ଆଉ ସେଦିନ ସଦ୍ୟ 11 ବର୍ଷର ଜଣେ ଅବୋଧ ବାଳକ, ଯିଏ ହାତରେ ପତାକା ଧରି ସ୍ୱାଧୀନତାର ସଙ୍ଗୀତ ଗାଉଥିଲା, ତାର କୋମଳ ପ୍ରାଣକୁ ସଦ୍ୟ ସ୍ୱାଧୀନତାର ଏହି କୁହୁକ ପରି ତାର ସୁନେଲି ଡେଣାରେ ଘୋଡ଼େଇ ଏଭଳି ଭୁଲାଇ ଦେଇଥିଲା ଯେ ଆଜି ସ୍ୱାଧୀନତାର 78 ବର୍ଷ ପରେ ଧୂସର ମଧ୍ୟାହ୍ନରେ, ଜୀବନର ଧୂସର ମଧ୍ୟାହ୍ନରେ ଯେତେବେଳେ ଆଖି ପଛକୁ ଫେରାଉଛି ସେତେବେଳେ ସବୁକିଛି ଧୂଆଁଳିଆ ଧୂଆଁଳିଆ ମନେ ହେଉଛି। ତେବେ ଆମେ ଆଜି କେଉଁଠି? ଆମ ଦେଶର କୋଟି କୋଟି ଶ୍ରମଜୀବୀ ମଣିଷମାନେ କେଉଁଠି? କେଉଁଠି ଆମ ସ୍ୱାଧୀନତା? ଆଉ ଆତ୍ମବିଭୋର ହୋଇ ଆମେ ସ୍ୱାଧୀନତାର ସନ୍ଧ୍ୟାବେଳେ ନିଶ୍ଚିତ ଭାବରେ ଜାତିର ଜନକ ସାବରମତୀର ସନ୍ଥଙ୍କୁ ପୁରସ୍କାର ଦେଇଛୁ ଗୁଳି। ଆଉ ଗାନ୍ଧୀ ଟୋପି ଏବଂ ଖଦଡ଼ ପରିଧାନ କରୁଥିବା ଆମ ଦେଶୀ ଲୋକ କିଭଳି ଭାବରେ କୁର୍ସିରେ ବସି ତାଙ୍କ ସ୍ୱାଧୀନତା ପ୍ରାଣ ବଦଳିଗଲା କ୍ଷମତା ରାଜନୀତିରେ। ଏ ଦେଶରେ ଦୁର୍ନୀତି ବ୍ୟାପିଲା, ଏ ଦେଶରେ ଦୁର୍ନୀତି ବ୍ୟାପିଲା, ଧନୀ ଦରିଦ୍ର ତାରତମ୍ୟ ବଢ଼ିଲା ଏବଂ ସ୍ୱାଧୀନତାର ମୋହ ଭଙ୍ଗ ହେଲା। ଆଉ ଯେଉଁ କଷ୍ଟଲବ୍ଧ ସ୍ୱାଧୀନତାକୁ ଏକ ମାୟାମୃଗ ସହ ତୁଳନା କରିଥିଲେ ରାଧାମୋହନ ଗଡ଼ନାୟକ, ଆଉ ତାଚ୍ଛଲ୍ୟ କରି ସେଦିନ କହିଥିଲେ, କହରେ ଚଟୁଳ, କହରେ ଚଟୁଳ ଛଇଳ ମାରିଚ, ସୁନାର ମିରିଗ ଆଜି ଦେଖାଉଛୁ ଆମ ଭୋକିଲା ଆଖିରେ ସ୍ୱପ୍ନର ଏକି ବାଜି। ସ୍ୱାଧୀନତାର ବ୍ୟର୍ଥତା, ସ୍ୱାଧୀନତାର ମୋହଭଙ୍ଗ ଏ ଦେଶର ଜନଗଣଙ୍କୁ ପ୍ରଭାବିତ କଲା। ଭୋକିଲା ମଣିଷର ଆଖିରୁ ଧାର ଧାର ଲୁହ ବୋହିଲା। ତାକୁ ମିଳିଥିବା ସ୍ୱାଧୀନତା ତାର କାମ୍ୟ ନଥିଲା। ଆଉ ସେଥିପାଇଁ କବି ବାଞ୍ଛାନିଧି ମହାନ୍ତି, ଯିଏ ଚାରଣ କବି, ସେଦିନ ମଧ୍ୟ ଗାଇଥିଲେ ଏହି ବ୍ୟର୍ଥ ସ୍ୱାଧୀନତାର ଇସ୍ତାହାର। କି ହେବ ସେ ସ୍ୱରାଜ୍ୟ ଘେନି, ଯେବେ ମୋର ନପୁରେ ପେଟ, ଖଟି 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 ମଲେଣି ମୂଲିଆ, ଚାଷୀ ଖଟି ଦାନା କନା ନିଅଣ୍ଟ। କି ହେବ ସେ ସ୍ୱରାଜ୍ୟ ଘେନି, ଯେବେ ମୋର ନପୁରେ ପେଟ। ଆଉ ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ କବି ସଚୀ ରାଉତରାୟ ଯେଉଁ ଉଦାତ୍ତ ସଙ୍ଗୀତ ଗାନ କରିଥିଲେ, ବିଦେଶୀ ବନ୍ଧୁକ ପାଖରେ ନିଜ ଛାତି ପତେଇ ଦେବା ପାଇଁ ସେ କର୍ମୀମାନଙ୍କୁ ଆହ୍ୱାନ ଦେଇ ସେଦିନ କହିଥିଲେ, ମାର ତୁ ଯେତେ ଗୁଳି, ମାର ତୁ ଯେତେ ଗୁଳି, ମରିବୁ ପଛେ ଛାଡ଼ିବୁ ନାହିଁ, ଯାଅ ନା ଏହା ଭୁଲି। ମାର ତୁ ଯେତେ ଗୁଳି, ରଖ ତୋ ଲାଠି କାଠର ଲାଠି ହାଡ଼ର ଆମ ଛାତି, ରଖ ତୋ ଲାଠି କାଠର ଲାଠି ହାଡ଼ର ଆମ ଛାତି, ମରଣ ଆମ ମୈତ୍ର ଜାଣ କଷଣ ଆମ ଛାତି। ମାର ତୁ ଯେତେ ଗୁଳି, ମରିବୁ ପଛେ ଡରିବୁ ନାହିଁ, ଯା ନା ଏହା ଭୁଲି। ଭାରତବର୍ଷଠାରୁ ଯୋଜନ ଯୋଜନ ଦୂରରେ ଥିବା ଇଂଲଣ୍ଡରେ ଏହି ଶହୀଦ ଉଦାମ ସିଂ, ଯିଏ ଫାଶୀ ଖୁଣ୍ଟକୁ ଚଢ଼ୁ ଚଢ଼ୁ ନିଜର ଜନ୍ମମାଟି ପ୍ରତି ସେଦିନ ଉଦାମ ସଙ୍ଗୀତ ଗାନ କରିଥିଲେ ଉଦାମ ସିଂ, ଆଉ କହିଥିଲେ, ଜନ୍ମଦା ମୋର ଭାରତ ଭୂଇଁଗ ବହୁ ଦୂରେ ସାଥୀ ବହୁ ଦୂରେ, ବନ୍ଦୀ ମୁଁ ଆଜି ଉଦାମ ସିଂ ଲଣ୍ଡନରେ ଏଇ କାରାପୁରେ, ସମ୍ମୁଖେ ମୋର ଫାଶୀ କାଠ, ଶିଖ ସନ୍ତାନ ଶୁଣାଉଛି ମୁହିଁ ଜନ୍ମଭୂମିର ଜୟ ପାଠ। କି ବିଶାଳ ସଙ୍ଗୀତ, କି ଆତ୍ମତ୍ୟାଗ ଏଇ ମହାମାନବଙ୍କର। ଅଥଚ ଇଏ କ'ଣ ସେଇ ଭାରତବର୍ଷ? ଅଥଚ ମନରେ ବାର ବାର ପ୍ରଶ୍ନ ଆସେ, ଇଏ କ'ଣ ବ୍ରହ୍ମଜ୍ଞ ମଧୁସୂଦନ ରାଓଙ୍କର ସେଇ ଭାରତବର୍ଷ? ତୁହି ମା ଜନ୍ମଭୂମି ପବିତ୍ର ଭାରତ ଭୂମି, ତୋହର ସନ୍ତାନ ଆମେ ଅଟୁ ସରବେ, ତୋର ଶ୍ରୀଚରଣ ସେବା ପାଇଁ ମନ ପ୍ରାଣ ଦେବା, ଗାଇବା ତୋହର ନାମ ଆନନ୍ଦ ରବେ। ଇଏ କ'ଣ ରବୀନ୍ଦ୍ରନାଥ ଠାକୁରଙ୍କର ସେହି ଭୁବନ ମୋହିନୀ ଚିର କଲ୍ୟାଣମୟୀ ପୁଣ୍ୟତୀର୍ଥ ଭାରତବର୍ଷ? ଆଉ ଇଏ କ'ଣ ବଙ୍କିମଚନ୍ଦ୍ରଙ୍କର ସେହି ସୁଜଳା ସୁଫଳା ମଳୟଜ ଶୀତଳା ଶସ୍ୟ ଶ୍ୟାମଳା ଫୁଲ କୁସୁମିତ ଦ୍ରୁମଦଳ ଶୋଭିନୀ ଭାରତବର୍ଷ? ଇଏ କ'ଣ ଇକବାଲଙ୍କର ସେହି ସାରେ ଜହାଁ ସେ ଆଚ୍ଛା ଭାରତବର୍ଷ?
किंबा द्विजेन्द्रलालଙ୍କର जगन्मोहिनी जगज्जननी ये कौन से ही भारतवर्ष अथच सुब्रमण्यम भारतींकर मुक्तिदात्री जीवनधात्री भारतवर्ष ये प्रश्न आज आपण मानक पाखरे निश्चित भाव में ए उत्तर खोजा हम।